ମୋହନା ନୀଳକଣ୍ଠେଶ୍ୱର ବଣିକ ସଂଘ ପକ୍ଷରୁ ପୂଜାର୍ଚ୍ଚନା କରିବା ସହ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରଥମେ ବଣିକ ସଂଘର ସଭାଗୃହରେ ଏକ ବୈଠକ କରାଯାଇ ବୈଠକରେ କିଭଳି ଭାବେ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ହେବ ଆଲୋଚନା କରାଯାଇଥିଲା। ପରେ ମା ମାଣିକେଶ୍ୱରୀ ମନ୍ଦିରରେ ଢୋଲ ବାଜା ବଜାଇ ପୂଜା ଅର୍ଚ୍ଚନା କରାଯାଇଥିଲା। ମା ମାଣିକେଶ୍ୱରୀଙ୍କ ମନ୍ଦିରରୁ ବାଜା ବଜାଇ ନଗର ପରିକ୍ରମା କରି ନୀଳକଣ୍ଠେଶ୍ୱର ମନ୍ଦିର ଛକ ନିକଟରେ ହେବାକୁ ଥିବା ଦୁର୍ଗାପୂଜା ନିକଟରେ ପହଞ୍ଚି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣିକ ସଂଘର ସଭାପତି ମନୋଜ କୁମାର ସାହୁଙ୍କ ସହ ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ମନମଥ ମିଶ୍ର, ସମ୍ପାଦକ ହନି ବିଷୋଇ, ବରିଷ୍ଠ ବ୍ୟବସାୟୀ ଟୁନା ସାହୁଙ୍କ ସମେତ ପ୍ରାୟ 300ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଉପସ୍ଥିତ ରହି କାର୍ଯ୍ୟ ସମାପନ କରିଥିଲେ।